ବ୍ୟକ୍ତି ଯେତେବେଳେ ନିଜ ମୂଲ୍ୟ ବୁଝିପାରେ ଯେଉଁ ବୟସରେ ବି ହଉ ସେତେବେଳେ ସେ ଆଉ ବିଚଳିତ ହୁଏନି। ସେତେବେଳେ ତାକୁ ନିନ୍ଦା କଲେ ସେ ଦୁଃଖ କରେନି, ପ୍ରଶଂସା କଲେ ମଧ୍ୟ ବେଶୀ ଖୁସି ହୁଏନି। ଦୁଇଟାକ ଆପେକ୍ଷିକ ଶବ୍ଦ, କାରଣ ସେ ଜାଣିଛି ତାର ପ୍ରକୃତ ପ୍ରଶଂସା କେବଳ ମଶାଣିରେ ହିଁ ହେବ, ମୃତ୍ୟୁ ପରେ ହେବ। ଟିକେ ବୟସ ହେଲା ପରେ ମଣିଷ ବୁଝିପାରେ ଯେ ପ୍ରକୃତରେ ଯେତେ ବୟସ ତାର ବଢ଼ି ବଢ଼ି ଯିବ ମନରୁ ଲୋକଙ୍କର ସେ ଧୀରେ ଧୀରେ ଦୂରକୁ ପଳାଇବା ଆରମ୍ଭ ହେବ। ଆଉ ଯଦି ବହୁତ ଅଧିକା ବୟସ ହେଇଯିବ ମନର କଥା ମୁଁ କହୁଛି, ନ ଚାହିଁଲେ ବି ଲୋକମାନେ ଭାବିବେ, ନିଜ ପରିବାର ବି ଭାବିବେ କାହିଁକି ଏମିତି ହନ୍ତସନ୍ତ କରୁଛି, ଆମକୁ ତାର ବହୁତ କାମ କରିବାକୁ ପଡ଼ୁଛି, କେବେ ଯିବ କେଜାଣି ଦୁନିଆରୁ। ମନର କଥା କହୁଛି। ଏକ୍ସେପସନାଲ ତ ଅଛନ୍ତି, 95% ଏଇଆ ହିଁ ଭାବନ୍ତି। ଯେତେବେଳେ ବହୁତ ଅଧିକା ବୟସ ହେଇଯାଏ ବୁଝା ପଡ଼େନି, ସେତେବେଳେ ମନ କହେ ଏଇମାନଙ୍କ ପାଇଁ ଏତେ କାମ କରିଛି, ମୁଁ ଏତେ ଅଧିକା କିଛି କରିଛି, କାହିଁକି କଲି? ହୁଏତ ଭୁଲ କରିଛି।